ଆସିକି ଅନେକ ଦିନ ହେଇଗଲାଣି, ହେଲେ ଏଇ ବାବୁଙ୍କର ତ ପଛ କଥା କିଛି ବି ମନେ ପଡ଼ୁନି। ତମେ କିଛି ପାଠ ଦେଖି ଦିଅ ପ୍ରଭୁ, ଯାହା ଫଳରେ ଏଇ ବାବୁଙ୍କର ପଛ କଥା ଖୁବ୍ ଶୀଘ୍ର ମନେ ପଡ଼ିଯିବ। ନାଇଁ ନାଇଁ ନାଇଁ, ଏଇ ବାବୁ ବୋଧେ ଆମ ଘରେ ରହି ରହି ଅଣନିଶ୍ୱାସୀ ହେଇଯାଉଛନ୍ତି। ମୁଁ ଯଦି ତାଙ୍କୁ ଏଇ ଫୁଲ ବଗିଚା ଟିକେ ବୁଲି ଆଣିବି, ହୁଏତ ବାବୁଙ୍କର ମନ ଟିକେ ହାଲୁକା ଲାଗିପାରେ। ହେଲେ ଦେଖୁନ, ମୁଁ ଏକୁଟିଆ ଝିଅ କେମିତି ଯେ କରିବି? ମୋତେ ତ ମୋ ସାଙ୍ଗମାନଙ୍କ ସାହାଯ୍ୟ ନିହାତି ଦରକାର। ଆଲେ ସାଙ୍ଗ, ଆଲେ କୁଆଡ଼େ ଗଲ? আলে সাঙ্গমানে, হ্যালো, দেখো ତମମାନେ ଦେଖିପାରୁଛ ନା, ଏଇ ବାବୁଙ୍କୁ ଦେଖ। ଏଇ ବାବୁଙ୍କର ତ ପଛ କଥା କିଛି ବି ମନେ ପଡ଼ୁନି। ଚାଲ ନା ଆମେ ମାନେ ସମସ୍ତେ ମିଶି ଏଇ ବାବୁଙ୍କୁ ଆମର ଏଇ ଫୁଲ ବଗିଚା ଟିକେ ବୁଲେଇ ଆଣିବା। ହ୍ୟାଲୋ, ତାହେଲେ ଯିବା। କାଲି ଯିବାଲୋ। ସାଙ୍ଗମାନେ, ହ୍ୟାଲୋ, ମୁଁ ଏଠି କିଛି କଲା ପରିବି ତ ଏଇ ବାବୁଙ୍କର ପଛ କଥା କିଛି ବି ମନେ ପଡ଼ୁନି। ହେଲେ ଏଇ ବାବୁ ଦେଖିବା ପାଇଁ ସତେ ଯେମିତି ରାଜକୁମାର ବୋଲି ଦେଖାଯାଉଛନ୍ତି। ଆଲେ ସାଙ୍ଗ, ଦେଖ ସଖୀ ଗଗନେ କି ବାରୁଣା, ସୁନ୍ଦର ଦିଶାଇ ତାଙ୍କ ବଦନ। ଦେଖ ସଖୀ ଗଗନେ କି ବାରୁଣା, ସୁନ୍ଦର ଦିଶାଇ ତାଙ୍କ ବଦନ। ତାଙ୍କ ବଦନ, ତାଙ୍କ ବଦନ, ତାଙ୍କ ବଦନ ଶୋଭାବନ। ଦେଖ ସଖୀ ଗଗନେ କି ବାରୁଣା, ସୁନ୍ଦର ଦିଶାଇ ତାଙ୍କ ବଦନ। ଦେଖ ସଖୀ ଗଗନେ କି ବାରୁଣା, ସୁନ୍ଦର ଦିଶାଇ ତାଙ୍କ ବଦନ। ଆଲେ ସାଙ୍ଗ, ହ୍ୟାଲୋ, ଚେତସିରା ଫେରି ଆସିଛି, ହେଲେ ପୂର୍ବ କଥା ତ କିଛି ବି ମନେ ପଡ଼ୁନି। ଏ ସାଙ୍ଗମାନେ, ଚେତା ଫେରି ଆସିଛି, ମନେ ମନେ ଭାବୁଛି, ମୁଖ ପରିକିଆ କଥା ନ କହୁଅଛି। ଚେତା ଫେରି ଆସିଛି, ମନେ ମନେ ଭାବୁଛି, ମୁଖ ପରିକିଆ କଥା ନ କହୁଅଛି। ଉଠ ରସିକା, କୁହ ହି କଥା, ମନରୁ ତୁମ ଛାଡ଼ ସେ ଚିନ୍ତା, ଛାଡ଼ ସେ ଚିନ୍ତା, ଛାଡ଼ ସେ ଚିନ୍ତା, ଛାଡ଼ ସେ ଚିନ୍ତା ଅଭିମାନ। ଦେଖ ସଖୀ ଗଗନେ କି ବାରୁଣା, ସୁନ୍ଦର ଦିଶାଇ ତାଙ୍କ ବଦନ। ଦେଖ ସଖୀ ଗଗନେ କି ବାରୁଣା, ସୁନ୍ଦର ଦିଶାଇ ତାଙ୍କ ବଦନ।
ଆଲୁ ଏ ସାଙ୍ଗ ହାଲୋ ତମେ ଦେଖୁଛ ନା ଏଇ ବାବୁଦି ଏବେ ଧୀରେ ଧୀରେ ଚାଲିବାଇ ଲାଗିଲେଣି ହଁ ତ ଏବେ କ'ଣ ମୁଁ ତାଙ୍କୁ ତାଙ୍କ ପରିଚୟ ମାଗିବି କିଲୋ ହାଲୋ ଏ ବାବୁ ଦେଖ ତମେ ତ ଏବେ ଟିକେ ଟିକେ ଭଲ ଆସିଲାଣି ତମେ କହିପାରିବ କି ତମର ପରିଚୟ ମତେ ମତେ କିଛି ମନେ ପଡୁନି ମୁଁ କୋଉଠି ଅଛି ଆଉ ଏଠାକୁ କେମିତି ଆସିଲି ମତେ କିଛି ମନେ ପଡୁନି ଦେଖ ତମେ ମନେ ପକାଇବା ପାଇଁ ଚେଷ୍ଟା କର ଆଲି ଏ ସାଙ୍ଗମାନେ ଏଇ ବାବୁ କହୁଛନ୍ତି ଯେ ତାଙ୍କର ପଛ କଥା କିଛି ବି ମନେ ପଡ଼େନି ବୋଲି ସତରେ ଅପା ଏବେ ମୁଁ କ'ଣ କରିବି ଆଲୋ ଅପା ଆମେ କିଛି କହିବୁ କିଲୋ କୁହ ନା ଏ ଅପା କହୁଥିଲ ନା ସେ ବାବୁକୁ ଭଲ ପାଉଛ ବୋଲି ଏଇ ସାଙ୍ଗ ଅପାଲୋ ମୁଁ ତାଙ୍କର ସେବା ଯତ୍ନ କରି କରି କେତେବେଳେ ଯେ ଭଲ ପାଇ ବସିଲି ମୁଁ ତ ଜାଣି ହିଁ ପାରିଲିନି ଇଏ ମା ତାହେଲେ ତୁମ ମନ କଥା ଖୋଲିକି କହିଦେବା କଥା ମନ କଥା ଖୋଲିକି କହିଦେବି ହଁ ତ ଠିକ ଅଛି ଲୋ ବଉଲା ଆଜି ହିଁ ଭଲ ପାଉଛି ବୋଲି କହିଦେଉଛି ତାହେଲେ କହିଦେଉନ ଏ ବାବୁ ଆସ ହୋ ବୀରା ହୋଇରା ମୀରା ଖେଳିବା ପ୍ରେମ ଖେଲା ଭଲ ପାଉଛି କର ନା ପର ଆସ ରାଜତେ କର ମୁଁ ତୁମର ହେବି ଗୋ ପୂଜାରୀ ତୁମେ ଦେବତା ମୋରା ମୁଁ ତୁମର ହେବି ଗୋ ପୂଜାରୀ ତୁମେ ଦେବତା ମୋରା ଏ ବାବୁ ସତରେ ମୁଁ ତମକୁ ମୋ ହୃଦୟ ସହିତ ଭଲ ପାଉଛି ତମେ କ'ଣ ମୋ ଭଲ ପାଇବାକୁ ବୁଝିପାରୁନ ବାବୁ ସେବା କରି ତମର ପାଇଅଛି ମୁଁ ଭଲ ପାଇବାର କି ଥାଏ ମୁଲା ମୁଲା ସେବା କରି ତମର ପାଇଅଛି ମୁଁ ଭଲ ପାଇବାର କି ଥାଏ ମୁଲା ଗୋପାଳ ମୁଁ ତୁମର ହେବି ଗୋ ପୂଜାରୀ ତୁମେ ଦେବତା ମୋରା ଭଲ ପାଉଛି ମୁଁ ତୁମକୁ ମନା ତୁମେ ନ କର ମୋ ମୁଣ୍ଡ କଣ ଯାଉଛି ଓ ଓ ଆରେ ତୁମେ ମାନେ କିଏ ଆଉ ଏଠି କାହିଁକି ଆସିଅଛ ଆରେ ମୁଁ କୋଉଠି ଅଛି ଆଉ ଏଠାକୁ କେମିତି ଆସିଲି ଏ ତମେ କ'ଣ ଆମ ସମସ୍ତଙ୍କୁ ଚିହ୍ନି ପାରୁନ ମୁଁ ତୁମମାନଙ୍କୁ ଚିହ୍ନି ପାରିନି ଦେଖ
ତମେ ଯଦି ଆମ ସମସ୍ତଙ୍କୁ ଚିହ୍ନି ପାରେ ନା ତାହେଲେ ମୁଁ ଜାଣିଛି ତମର ପୂର୍ବ କଥା ତମର ମନେ ପଡ଼ିଯାଇଛି। ପୂର୍ବ କଥା ଆରେ ହଁ ତ ମତେ ସବୁ ଧୀରେ ଧୀରେ ମନେ ପଡି ଯାଉଛି। ସବୁ କଥା ଏବେ ଧୀରେ ଧୀରେ ମନେ ପଡ଼ିଯାଉଛି ନା? ହଁ ହଁ। ତାଇଲେ ତମେ କହିପାରିବ କି ତମର ପରିଚୟ? ପରିଚୟ ହରିପ୍ରସାଦ ମୁଁ ନିଶ୍ଚୟ କହିପାରିବି। ମତେ ସବୁ ମନେ ପଡି ଯାଉଛି। ତାଇଲେ ତମ ରାଜ୍ୟ କୋଉଠି? ତମ ମାତା ପିତା କିଏ? ତମେ ଯଦି କହିବନି ତାହେଲେ ମୁଁ ଜାଣିବି କେମିତି? ନିଶ୍ଚୟ କହିବି ରୂପସୀ। ହେଲେ ତୁମେ ମୋ ପରିଚୟ ଶୁଣିବା ପାଇଁ ଇଚ୍ଛୁକ ତ? ହଁ ବାପୁ। ଠିକ ଅଛି ତାହେଲେ ତାହେଲେ ଶୁଣିଯାଅ ମୋ ସତ୍ୟ ପରିଚୟ। ଶୁଣ ପରିଚୟ ମୋହର ଶୁଣ ପରିଚୟ ମୋହର କହୁଛି ବିଶ୍ୱାସ ଶୁଣ ଗୋହର ସେ ତୁମେ ଆଶା ବାଡ଼ି ମୋହର କହୁଛି ବିଶ୍ୱାସ ଶୁଣ ଗୋହର ସେ ଅକ୍ଷୟ ନାମ ମୋହର ଶୁଣ ପରିଚୟ ମୋହର ଶୁଣ ପରିଚୟ ମୋହର କହୁଛି ବିଶ୍ୱାସ ଶୁଣ ଗୋହର ସେ ତୁମେ ଆଶା ବାଡ଼ି ମୋହର ଶୁଣ ଗୋହର ସେ ଅକ୍ଷୟ ନାମ ମୋହର। ଆଲେରି ପଶି ମନେ ଦେଖି ଶୁଣିଛ ତ? ହଁ ବାପୁ। ମାଣିଙ୍କ ଗଡ଼ରେ ମୋ ଘର ଅଟେ ମୁଁ ଯେ ରାଜକୁମାର ମାଣିଙ୍କ ଗଡ଼ରେ ମୋ ଘର ଅଟେ ମୁଁ ଯେ ରାଜକୁମାର ଜଗଦତ୍ତ ରାଜ ପିୟର ଜଗଦତ୍ତ ରାଜ ପିୟର ମାତା ପ୍ରମୋଦିନୀ ମୋହର ଜନନୀ ଅଭୟ ମସୋଦର ମାତା ପ୍ରମୋଦିନୀ ମୋହର ଜନନୀ ଅଭୟ ମସୋଦର ଶୁଣ ପରିଚୟ ମୋହର ଶୁଣ ପରିଚୟ ମୋହର କରୁଛି ବିଶ୍ୱାସ ଶୁଣ ଗୋହର ସେ ତୁମେ ଆଶା ବାଡ଼ି ମୋହର କହୁଛି ବିଶ୍ୱାସ ଶୁଣ ଗୋହର ସେ ଅକ୍ଷୟ ନାମ ମୋହର। ଆଲେରି ପଶି ଶୁଣିଲେ ତମ ସତ୍ୟ ପରିଚୟ। ହେଲେ ପଶି କେମିତି ଘଟଣା ଘଟିଗଲା ମୁଁ କିଛି ଜାଣିପାରିଲିନି। ତୁମେ ତୁମେ ଜାଣିଛ କି? ହଁ ବାପୁ ମୁଁ ସବୁ କିଛି ଜାଣିଛି। ତାହେଲେ କୁହ। ତମେ ଜାଣିଛ ମୋ ବା ଜିତିବିଲି ନା ସେଇ ଜଙ୍ଗଲ ମଧ୍ୟକୁ ଔଷଧ ସଂଗ୍ରହ କରିବା ପାଇଁ ଯାଇଥିଲେ। ସେଇ ସମୟରେ ଜଣେ ପାପୀ ତମକୁ ରକ୍ତାକ୍ତ ଭାବରେ ମାରିଦେଇ ଏଇ ଜଙ୍ଗଲରେ ଫିଙ୍ଗି ଦେଇ ଚାଲି ଯାଇଥିଲି। ଆଉ ସେଇ ସମୟରେ ମୋ ବୈଦ ପିତା ଯାଇ ସିଏ ତମକୁ ଉଦ୍ଧାର କରି ସିଏ ଆମ ଘରକୁ ଆଣିଥିଲେ। ଆଉ ଜାଣିଛ ବାବୁ ରୂପସୀ ତମର ହାତ ଗୋଡ଼ ମଧ୍ୟ ସବୁ ଭାଙ୍ଗି ଯାଇଥିଲା। ମୋ ବା ଔଷଧ ଦେଲା ବେଳଠୁ ଏବେ ତମେ ସମ୍ପୂର୍ଣ୍ଣ ଭଲ ଯାଇଛ। ଆଉ
ମୁଁ ମଧ୍ୟ ତମର ବହୁତ ସେବା ଯତ୍ନ କରିଛି। ରୂପସୀ ସତ ରୂପସୀ ତୁମ ପିତା ମୋର ପୁନର୍ଜନ୍ମ ଦେଇଥିବାରୁ ତାଙ୍କ ପାଦ ତଳେ କୋଟି କୋଟି ଶରଣ। ଆଉ ତୁମ ମୋ ସେବା ଯତ୍ନ କରି ମୋ ଜୀବନ ବଞ୍ଚେଇଛ, ତେଣୁ ମୁଁ ତୁମ ପାଖରେ ଚିର ଋଣୀ। ନାଇଁ ବାବୁ ନାଇଁ, ତମେ ସେମିତି କଥା କହିବନି। ମୁଁ ତ ମୋର କର୍ତ୍ତବ୍ୟ ହିଁ କରିଛି। ହେଲେ ରୂପସୀ ତୁମ ପରିଚୟ ମୋ ପରିଚୟ ଶୁଣିବ? କହିବନି? ଏ ବାବୁ, କୁହ। ମୁଁ ହଉଛି ହଁ ଏଇ ସାବରାପଲ୍ଲୀର ପୁଣ୍ଡରିକ ବୈଦଙ୍କର ଏକମାତ୍ର ଅଲିଅଳି ଝିଅ। ନାମ ମୋର ଅଞ୍ଜଳି। କଣ କହିଲ? ତୁମ ନାମ ଅଞ୍ଜଳି? ସତରେ ତୁମ ନାମଟା ଖୁବ ସୁନ୍ଦର ହେଇଛି। ସତରେ ନା? ହେଲେ ଜାଣିଛ, ମୁଁ ନା ତମକୁ ଅନେକ ଦିନଠୁ ଗୋଟିଏ କଥା କହିବି ବୋଲି ଭାବୁଛି। କଥାଟି କହିବ? ଠିକ ଅଛି କୁହ। ହେଲେ ସେଇ କଥା ତ ମୁଁ ତମ ଆଗରେ କେମିତି କହିବି? ମତେ ଟିକେ ଲାଜ ଲାଗୁଛି। କଣ କହିଲ? କଥାଟି କହିବା ପାଇଁ ତୁମକୁ ଲାଜ ମାଡୁଛି? ଦେଖ ଅଞ୍ଜଳି, ତୁମେ ଯଦି କହିବନି ତାହେଲେ ମୁଁ କେମିତି ଜାଣିପାରିବି? ମୁଁ ଯଦି ସେଇ କଥା କହିବି ତମେ ରାଗିବନି ତ? ଆରେ କିଛି କହିବିନି। ତାହେଲେ କହୁଛି ବାବୁ। କୁହ ଏ ବାବୁ, କୁହ। ବାବୁ, ହଁ ମୁଁ ନା ତୁମେ ତମକୁ ମତେ ମୁଁ ଆରେ ହଁ ତୁମେ ମୁଁ ତୁମକୁ ନା ମତେ ଭଲ ପାଉଛି। ଆରେ ଅଞ୍ଜଳି କଣ କହିଲା? ନା ନା ତୁମେ କଣ କହିଲା? କହିଲି ତ ମୁଁ ତମକୁ ଭଲ ପାଉଛି ବୋଲି। ତୁମେ ମତେ ଭଲ ପାଅ? ହଁ, ସତରେ ଅଞ୍ଜଳି? ସତରେ ତୁମେ ମତେ କେତେ ଭଲ ପାଅ? ତମେ ଜାଣିବା ପାଇଁ ଚାହୁଁଛ ନା? ହଁ ମୁଁ ଜାଣିବାକୁ ଚାହୁଁଛି। ଏ ବାବୁ, କଇଁ ଯେମିତି ଜନକୁ ଭଲ ପାଏ, କଇଁ ଯେମିତି ଜହ୍ନକୁ ଭଲ ପାଏ। ହ୍ୟାଲୋ, ମଞ୍ଚ ତ ହେଉଥିବା ନାଟକରେ ଯେଉଁ ବ୍ୟକ୍ତି ହିରୋଇନ୍ ଏ ବାବୁ, ତମେ ଜାଣିବା ପାଇଁ ଚାହୁଁଛ ନା ମୁଁ ତମକୁ କେତେ ଭଲ ପାଏ ବୋଲି? ହଁ ମୁଁ ଜାଣିବାକୁ ଚାହୁଁଛି। ଜାଣିଛ, କଇଁ ଯେମିତି ଜନକୁ ଭଲ ପାଏ, କଇଁ ଯେମିତି ଜହ୍ନକୁ ଭଲ ପାଏ, ମୟୂର ଯେମିତି ମେଘକୁ ଭଲ ପାଏ, ମୟୂର ଯେମିତି ମେଘକୁ ଭଲ ପାଏ, ଠିକ ସେମିତି ନା ମୁଁ ବି ତମକୁ ଭଲ ପାଏ। ଓ ଠିକ ସେମିତି ତୁମେ ମତେ ଭଲ ପାଅ। ହଁ, ହେଲେ ଅଞ୍ଜଳି, ଭଲ ପାଇ ତୁମେ କଣ କରିବ? ଭଲ ପାଇ ହଁ ଭଲ ପାଇ ନା ମୁଁ ତମକୁ ବାହା ହେବା ପାଇଁ ଚାହୁଁଛି। କଣ କହିଲ? ତୁମେ ମତେ ବାହା ହବ? ହଁ, ହେଲେ ଅଞ୍ଜଳି, ମୁଁ ତୁମକୁ ବାହା ହେଇ ପାରିବିନି। ହେଲେ କାହିଁକି? କାହିଁକି ଜାଣିଛ? ଆରେ ମୁଁ ହେଉଛି ରାଜପୁତ୍ର, ମୋ ପିତା ହେଉଛନ୍ତି ମାଣିକଗଡ଼ ରାଜା। ତାଙ୍କ ଅନୁମତି ବିନା ମୁଁ ତୁମକୁ କେମିତି ବାହା ହେଇପାରିବି? ମୁଁ ଜାଣିଛି ବାବୁ, ଆଜି ମୁଁ ବୁଝିପାରୁଛି ମୁଁ ଜଣେ ଗରିବ ଘରର ଝିଅ ବୋଲି ତମେ ମୋ ଭଲ ପାଇବାକୁ ବୁଝିପାରୁନ। ନା ଅଞ୍ଜଳି, ଆରେ ସେମିତି ନୁହେଁ। ଦେଖ, ତୁମେ ଯଦି ମୋ ସହିତ ରହିବା ପାଇଁ ଚାହୁଁଛ ତାହେଲେ ସଙ୍ଗାତ ହୋଇ ରହିବ। ସଙ୍ଗାତ ହୋଇ? ହଁ ନାଇଁ ରେ ବାବା ନାଇଁ, ମୁଁ ସଙ୍ଗାତ ହୋଇ ରହିପାରିବିନି। ମୁଁ ତମକୁ ଭଲ ପାଉଛି ମାନେ ମୁଁ ତମକୁ ହିଁ ବାହା ହେବା ପାଇଁ ଚାହୁଁଛି। ତୁମେ ସତ କହୁଛ? ଆରେ ଏଇଟା ସତ, ଏଇଟା ଜମାରୁ ବି ଗପ ନୁହଁ। ଅଞ୍ଜଳି, ପ୍ରେମ ଗପ ଆଉ ତୁ କହନା, ଲେ ପ୍ରୀତି ପ୍ରବୀଣା, ପ୍ରେମ ଗପ ଆଉ ତୁ କହନା, ପ୍ରେମ ଗପ ଆଉ ତୁ କହନା, लो प्रीति प्रवीणा।
तुम्हें परा से ही सेबार देखणी सेवा करी तुम्हें कर देल ऋणी तुम्हें परा से ही सेबार देखणी से जाले मते फसाना से जाले मते फसाना लोक चिता बिना प्रेम गप आउ तू कहना प्रेम गप आउ तू कहना लोक चिता बिना प्रेम गप आउ तू कहना अंजलि देखो এটা ঠিক হওনি সত্যি আলে তুমি ମୋ ସେବା ଯତ୍ନ କରି ମୋ ଜୀବନ ବଞ୍ଚେଇଛ ବୋଲି ମୁଁ ତୁମକୁ କିଛି କହୁନି ନହେଲେ ତୁମକୁ ଏଠାରେ ବିତାଡ଼ିତ କରିଦେଇଥାନ୍ତି ଆଲେ ମରଣରୁ ବଞ୍ଚାଇଛ ଜୀବନଟି ମୋର ଜୀବନଟି ମୋର ପୂର୍ବଜନ୍ମ ଦେଇ ଗଲ ସାଜି ଆପଣାର ମରଣରୁ ବଞ୍ଚାଇଛ ଜୀବନଟି ମୋର ପୂର୍ବଜନ୍ମ ଦେଇ ଗଲ ସାଜି ଆପଣାର ନ ଖାଇ ନ ପିଇ ସେବା ତୁମେ କଲ ଶୁଖିଲା ତେରରେ ପାଣି ଢାଲି ଦେଲ ନ ଖାଇ ନ ପିଇ ସେବା ତୁମେ କଲ ଶୁଖିଲା ତେରରେ ପାଣି ଢାଲି ଦେଲ ଭୁଲି ଗଲି ମୋ ଯନ୍ତ୍ରଣା ଲୋକ ବିନା ପ୍ରେମ ଗପ ଆଉ ତୁ କହନା ପ୍ରେମ ଗପ ଆଉ ତୁ କହନା ଲୋକ ବିନା ପ୍ରେମ ଗପ ଆଉ ତୁ କହନା अंजलि सतत तुम पागल ही जाइछ ସତରେ ମୁଁ ତମ ପ୍ରେମରେ ପାଗିଲି ଯାଇଛି ଆଲେ ମୋତେ ତୁମକୁ ଭଲ ପାଏନି ଆରେ କାହିଁକି ମୁଁ ପଛରେ ପଡ଼ିଛି କହିଲ ହେଲେ ମୁଁ ଜାଣିଛି ତମେ ମୋତେ କ'ଣ ପାଇଁ ଭଲ ପାଉନ କ'ଣ ପାଇଁ ଆଲେ ସାଙ୍ଗମାନେ ଦେଖ ତମେ ମାନେ ଅଛ ବୋଲି ଏଇ ଯୁବରାଜ ଲାଜେଇ ଯାଇକି ମୋତେ ଜମାରୁ ବି ଭଲ ପାଉନାହାନ୍ତି ହେଲେ ତମେ ଗୋଟେ କାମ କରିବ ନା ତମେ ସେଇ ନାୟକୁଲା ଦେଖୁଛ ନା ସେଇ ନାୟକୁଲାକୁ ଯାଇ ମୋତେ ଅପେକ୍ଷା କରିବ ମୁଁ ଯେମିତି ହେଲେ ବି ଏଇ ପରଦେଶକୁ ଫସେଇକି ଯିବି ଠିକ ଅଛି ବାବା ତେବେ ଚାଲ ମକର
ଆଲୋ ଅଞ୍ଜଲି ତୁମ ସାଙ୍ଗମାନେ ଚାଲିଗଲେ ହେଲେ ତୁମେ ଯିବନି ନା ମୁଁ ଯିବିନି। କାହିଁକି? କାହିଁକି ନା ମୁଁ ତମକୁ ଭଲ ପାଉଛି। ଦେଖା ତୁମେ ଯଦି ଯିବନି ତାହେଲେ ମୁଁ ଚାଲିଯିବି। ଏଇ କ'ଣ ହେଲା? ତମେ କୁଆଡ଼େ ଚାଲିଲ? କୁଆଡ଼େ ଯିବି? ଆରେ ମୋ ରାଜ୍ୟକୁ ମୁଁ ଚାଲିଯିବି। ତମେ ତମ ରାଜ୍ୟକୁ ଫେରିଯିବ? ହଁ। ଆଉ ମୁଁ ଏକୁଟିଆ ଝିଅ କ'ଣ ଏଇ ଘୋର ଜଙ୍ଗଲରେ ଏକାଠି ରହିବି? ସେଇଟା ମୁଁ ଜାଣିନି। ଜାଣିନ? ହେଲେ ମୁଁ ତ ତମକୁ ଭଲ ପାଉଛି। ଦେଖ ଅଞ୍ଜଲି ମୁଁ ଶେଷ ଥର ପାଇଁ ତୁମକୁ କହିଦେଉଛି ମୁଁ ତୁମକୁ ଭଲ ପାଏନି। ଦେଖ ତମେ ଯଦି ମତେ ଭଲ ପାଇବନି ମୁଁ ବି ତମକୁ କହିଦେଉଛି ସେଇ ପାହାଡ଼ ଦେଖୁଛ ନା ସେଇ ପାହାଡ଼ ଉପରକୁ ଯାଇ ସିଧା ଡେଇଁ ପଡ଼ିବି। କ'ଣ କହିଲ? ପାହାଡ଼ରୁ ଡେଇଁଯିବ ତୁମେ? ମାନେ ମୁଁ ମରିଯିବି। ତୁମେ ସତ କହୁଛ? ମୁଁ ସତ କହୁଛି। ଆରେ ମୋତେ ତ ଟିକେ ମଧ୍ୟ ବିଶ୍ୱାସ ହଉନି। ବିଶ୍ୱାସ ହଉନି ନା? ହଁ ମୁଁ ଜାଣିଛି ମୁଁ ମରିଗଲେ ତମେ ବିଶ୍ୱାସ କରିବ। ଆଉ ନିଶ୍ଚୟ ବିଶ୍ୱାସ କରିବି। ତାହେଲେ ମୁଁ ଯାଉଛି। ଯାଅ ସତରେ ଯାଉଛି। ସତରେ ଯାଅ ଯାଉଛି ବାବା। ଯାଅ। ଯାଉଛି ମା। ଆଉ ଯାଉନ? ସତରେ ସେ ଚାଲିଗଲା ଆରେ ମିଛଟାରେ କହିଦେଲା ବୋଲି ସତରେ କରି ସେ ଆତ୍ମହତ୍ୟା କରିଦେବ? ନା ନା ସେ ଯେତେବେଳେ ମୋ ସେବା ଯତ୍ନ କରୁଛି ମୋ ଜୀବନ ବଞ୍ଚେଇଛି ମୁଁ ମଧ୍ୟ ତା ଜୀବନ ନିଶ୍ଚୟ ବଞ୍ଚେଇବାକୁ ପଡ଼ିବ। ଅଞ୍ଜଲି।